କୁକେଇ ତିଆରି ଚାଲିଛି। ଆମେ ସବୁ ବାହାରି ପଡୁଛୁ ଶବଦାହ କରିବା ପାଇଁ, ଜାଗା କିଣୁଛନ୍ତି ଶବଦାହ ପାଇଁ। ତ ପରମ୍ପରା ଅନୁସାରେ ତାଙ୍କ କାମ କାର୍ଯ୍ୟ। ଜୟ ଯବାନ ସାଙ୍ଗମାନେ, ଆଉ ଏକ ନୂଆ ଭିଡିଓରେ ଆପଣଙ୍କୁ ସ୍ୱାଗତ। ତ ଆଜି ଏକ ଦୁଃଖଦ ଘଟଣା ହେଇଛି ଆମ ସାହି ପଡିଶାରେ। ତ କଣ ଦୁଃଖଦ ନା, ଯେ ଆମ ସାହି ପଡିଶା ମୋ ଦାଦୁ ସମ୍ପର୍କୀୟ, ତାଙ୍କର ଆଜି ଦେହାନ୍ତ ହେଇଯାଇଛି। ତ ଦେହାନ୍ତ ହେଇଯିବାରୁ ଆମେ ଆସିଛୁ ତାଙ୍କୁ ସ୍ୱର୍ଗବାସ ନେଇଯିବୁ। ତ ତାଙ୍କୁ ଏବେ ମଶାଣିକି ନେଇଯିବୁ। ତ ସେଇଠି ମୁଁ ବସିଛି। ଭାବୁଛେ ଦେଖ, ଆମେ ଏଇଠି ବଇଛେ, ଆମେ ଭାଇ ମୁଁ ବସିଛି। ତ ଜୀବନ ଏମିତିଆ ଗୋଟେ ଜିନିଷ, ଏଇଠି ତାଙ୍କ ଦେହାନ୍ତ ହେଲା, ଆମେ କାଲିକି ବଞ୍ଚିକି ମରିଯା ଆମେ ବି ଜାଣିନି। କାହିଁକିନା ଜୀବନ କାହାରିକି ମାନେ କୁହନି ନା କୁହ, ଏ ହାତକୁ ସେ ହାତ ବିଶ୍ୱାସ ନାହିଁ। ତ ସେମିତିଆ ଜୀବନ ଆମ। ତ ଆଜି ଅଛି କାଲିକି ନାହିଁ। ଏମିତି କର୍ମ କର ଯେ ଜୀବନର ସେଇ କର୍ମ ଦ୍ୱାରା ହିଁ ସବୁ ଆପଣଙ୍କୁ ଜାଣିବେ। କାହିଁକିନା ଆମେ ବସିଛୁ, ଆମେ ଦେଖିଛୁ ସେ ଦାଦୁଙ୍କ ମାନେ ମୋ ମାଇଣ୍ଡ ମ୍ୟାଚୁରିଟି ହେବା ଆଗରୁ, ମାନେ ସିଏ 10-12 ବର୍ଷ ହେଲାଣି ନା, 10-12 ବର୍ଷ ପ୍ଲସ୍ ହେଲାନି। ମାନେ ସିଏ ବିଛଣା ଶଯ୍ୟା, ମାନେ କେତେ କଷ୍ଟ ଆମେ ଦେଖିଛୁ, କେତେ ପାଟି କରନ୍ତି, ମାନେ କେତେ କଷ୍ଟ ପାଆନ୍ତି ଆମେ ଦେଖିଛୁ। ତ କେତେ କଷ୍ଟ ଶଯ୍ୟା ତାଙ୍କର। ଏବେ ତାଙ୍କ ଟାଇମ ଆସିଲେ ତାଙ୍କ ମୁକ୍ତି, ମାନେ ତାଙ୍କର ଆଜି ମୁକ୍ତି ହବାର ଥିଲା, ସେ ମୁକ୍ତି ହେଇ ଚାଲିଗଲେ। ତ ଏମିତିଆ କର୍ମ କର ଯେମିତି ଏମିତି ବିଛଣା ଶଯ୍ୟା ନ ହଉ ଆପଣ। ମୁଁ ବି ଚାହୁଁଛି ଆମ କର୍ମ କିସ ହବ। ଆମେ ତ କାହିଁ ଆମ 20-22 ବର୍ଷ ହେଲା। ତ ଆମ ଲାଇଫ ଏମିତିଆ କର୍ମ କର ଯେ ଏମିତି ହବାକୁ ନ ପଡୁ। ମୁଁ ଏମିତି ରିକ୍ୱେଷ୍ଟ କରୁଛି। ତ ଯାହା ହଉ ପଛେ, ତ ଆମେ ତାଙ୍କୁ ଏବେ ମଶାଣିକି ନେଇଯିବୁ। ତ ଭଲ ବି ଲାଗୁନାହିଁ, କାହିଁକିନା ତାଙ୍କ ସହିତ ଆମେ ବହୁତ ମଜାମସ୍ତି କରୁଛୁ। ତ ସେ ଟାଇମ ବି ଦେଖିଲାକୁ ମାନେ ଦୁଃଖ ଲାଗୁଛି। ତ ଚିହ୍ନତା ଆମେ ଏବେ ଯିବା, ସବୁ ଜିନିଷ ତାଙ୍କ ମଶାଣି ବାନ୍ଧା ବି ହେଇଗଲାଣି, ଦାହ କରତେ ଏବେ ଯିବୁ। ଚାଲନ୍ତୁ, ମୁଁ ଦେଖୁଛି ଆମେ କେମିତି ଚାଲୁଛୁ ଆଉ। ଏଇଠି ଏବେ କୁକେଇ ବାନ୍ଧା ବି ଚାଲିଛି, ସମସ୍ତେ କାନ୍ଦ, ମାନେ ଦୁଃଖର ସମୟ। ଆମେ ଏଇଠୁ ନେଇଯିବୁ ଦେଖିବା, ସେ ଆମ ମଶାଣିକି ନେବା ପାଇଁ ଇଏ ଚାଲିଛି। ପାରମ୍ପରିକ ହିସାବରେ ସବୁ କାର୍ଯ୍ୟ ଚାଲିଛି। କିଛି ନା ବୋଲ ହରିଆ ଦୋକାନ ସେଇଆ ନେଇଛ। ଆମେ ସବୁ ବାହାରି ପଡୁଛୁ ଶବଦାହ କରିବା ପାଇଁ। ଏବେ ଗଙ୍ଗାକୁ ଚାଲିଛୁ। ଗଙ୍ଗା ନୁହେଁ, ଆମର ତ ଗାଁରେ, ମାନେ ଗାଁ କହିଲେ ସମୁଦ୍ର ପାଖ, ଆମ ମାନେ ଅଞ୍ଚଳ ଟା ସମୁଦ୍ର ପାଖିଆ। ତ ପଛରେ ଦେଖୁଛୁ ସମୁଦ୍ର ଯିଏ ଯାହା ଜିନିଷ ନେଇକି ଚାଲିଛନ୍ତି। ଆଗରେ ବି ଯାଉଛନ୍ତି, ମୁଁ ବି ଚାଲିଛି। ତ ଲୋକମାନେ ଚାଲିଛନ୍ତି। ତ ଶବଦାହର ପୁଣ୍ୟ କାମ କହିଲେ ନ ଚଳେ, ପ୍ରାୟ କୁହନ୍ତି, ଲୋକମାନେ କୁହନ୍ତି। ତ ଆମେ ଚାଲିଛୁ ସମସ୍ତେ, ସବୁ ମାନେ ଜଳିବା ପାଇଁ ଖଡି କାଠି, ସବୁ ଜିନିଷ ପତ୍ର ସବୁ ନେଇକି ଚାଲିଛନ୍ତି। ଏଇଟା ଫୁଲ ଝାଉ ବଣ, ଆମେ ଚାଲିଛୁ। ଲୋକମାନେ କିଏ କୁଢାରେ, କିଏ ନା ଶବଦାହର ଜାଣିଥିବେ, ପୁଣ୍ୟ କାମ କିଛି ନାହିଁ। ଆମେ ଚାଲିଛୁ, ଗାଁର ଯେମିତି ପରମ୍ପରା, ଯେମିତି ସେଇ ପରମ୍ପରା ହିସାବରେ ମାନେ ଚାଲିଛି। ଏବେ କେମିତି କିଛି ଇଏ ହବ, ଜାয়গা କେମିତି କିଣା ହୁଏ। ଇଏ ବାବୁ ତା କରିବ ତ ଏଠି ପରମ୍ପରା ହିସାବରେ ସବୁ କୁଦାଳ ବସିବ, ପଇସା ସରକାର ଚାଲିବ ନା, ପଇସା ଗାଁ ପରମ୍ପରା କେମିତି କି ସବୁ, ମାନେ ଶବଦାହ ପାଇଁ କେମିତି କି ସବୁ, ଯେ ଅଗ୍ନିକର୍ତ୍ତା ସିଏ କେମିତି ସବୁ ଅଗ୍ନିକର୍ତ୍ତା ଅଛନ୍ତି ଏଠି ଫୁଲ। ଇଏ ଅଗ୍ନିକର୍ତ୍ତା, ଏଇଠି ତ ଶବ ହବ।
ଲୋକମାନେ ତ ଫୁଲ ଅଛନ୍ତି। କାଟି ଗୋଟେ ଜାଣ ତ ସମ୍ପତ୍ତି ଚାଲିଛି ତ ଆଜି ଶବଦାହ ହବ ଆଉ ତାଙ୍କ ସାନ ପୁଅ ନିଆଁ ଦେବେ ଭଲ। ତ କେମିତି କିସ ତାଙ୍କ ଦେହ ଥିଲା? ଅସୁସ୍ଥ ଥିଲା ଆଉ ବହୁତ ବୟସ ହେଲାନି 10 ବର୍ଷ କାଳ ଗାସ୍ତରେ ଅଛନ୍ତି ଆଉ ନାଇଁ ତ ଜାଣିଲୁ ତ ଏଠି ଆମ ସାଙ୍ଗେ ସାଙ୍ଗେ ଏଠି କାଠ ଚିରା ଚାଲିଛି କେମିତି ଦୋକାନ ଫୁଲ କାଠ ଯେମାନେ ଶବଦାହ କରିବା ପାଇଁ ଆସିଛନ୍ତି ତ ସେମାନେ ଏଠି କାଠ ଚିରୁଛନ୍ତି କେମିତି ଫୁଲ ଲୋକ ଅଛନ୍ତି ଲୋକ ଫୁଲ ଚାଲିଛି ପୁରା ଫୁଲ ଲୋକମାନେ ପୁରା ଏଠି ମାନେ ସଉଦା ପାଇଁ ଆସିଛନ୍ତି। ଆମେ ବି ଆସିଛୁ ମୋ ମାମା ଏଇଠି ଆମେ ତ ସବୁ ଛିଡା ହେଇଛୁ ମାନେ ଯିଏ ଯାହା କାମରେ ଏବେ ଚାଲିଛି ସବୁ କାମ ଜୁଇରେ ମାନେ ମଶାଣି କେମିତି ସଜା ଯାଉଛି ମୁଁ ବି ଦେଖେଇବି ଆମ ଗାଁର କେମିତି କି ମାନେ ପରମ୍ପରା ସବୁ ଏଇଠି ଫୁଲ ଆମ ଦେଖେଇବି ମୁଁ ଏବେ ପୁରୀ ସ୍ୱର୍ଗଦ୍ୱାର ଗାଁର ତ ଏଇଠି ମାନେ ଅଛନ୍ତି ସବୁ ଅଛି ତ ଗାଁର କେମିତି କିସ ଆମ ପୁରୀରେ ତ ଡାଇରେକ୍ଟ ଯିବେ ଗଲା ପରେ କିଣାକିଣି ସବୁ କାଗଜ ପତ୍ର ତ ଆମ ଗାଁ ଷ୍ଟାଇଲରେ ଏମିତି ସବୁ ଗାଁରେ କେମିତି ଡାକିଦେଲେ ମାନେ ବହୁତ ଲୋକ ବି ଅଛନ୍ତି ସେଠି ମଶାଣିର ମାନେ ଜୁଇ ପାଇଁ ସେଠି ସଜା ଚାଲିଛି ସବୁ ଲୋକମାନେ କାଠ ଆଣି ସବୁ ଦଉଛନ୍ତି ତ ଦେଖୁଛି ଏଇଟା ହେଲା ଜୁଇ ଇଏଟା ମୋ ମାମୁଁକୁ ତ ଜାଣିଥିଲି ନିହାତି ଆମ ଦୁବାଇର ସେକ୍ ଲୋକମାନେ ଫୁଲ ଅଛନ୍ତି ତ କାମରେ ଯାଉ ସାଥ ଦଉଛନ୍ତି ଆମ ଗାଁରେ ଏତିକି ଅଛି ସମସ୍ତେ ସାଥ ଦିଅନ୍ତି କାମ ସମୟରେ ସମସ୍ତେ ସାଥ ଦିଅନ୍ତି ତ ଏତିକି ଗାଁ ଗହଳି ଅଛି ସହର ମାନେ ସହର ଗୋଟେ ମାନେ କିଛି ମାନେ ଗୋଟେ ଇଏ ନାହିଁ ଟଚି ନଥାଏ ଆମ ଗାଁରେ ଏତିକି ଅଛି ଯିଏ ଡାକିଦେଲେ ମାନେ ସାହାଯ୍ୟ କରିବା ପାଇଁ ଆଗେ ଦୌଡି ପଡୁନି ସାଙ୍ଗେ ସାଙ୍ଗେ କାଠ ଚିରିକି ସାଙ୍ଗେ ସାଙ୍ଗେ ଏଠି ଜୁଇରେ ଦିଆ ଚାଲିଛି କେମିତି ମୁଁ ଦେଖୁଛି ଏଠି ଚିରା ହେଇଛି ପୁରା ସାଙ୍ଗେ ସାଙ୍ଗେ ଚିରି ଦେଇକି ଏବେ ସାଙ୍ଗେ ସାଙ୍ଗେ ମାନେ ଜୁଇ ସଜି ଦିଆଯାଉଛି ପୁରା ଫୁଲ ଆମ ସହାୟତ ସବୁ ଠିକ ଅଛି ମୋ ପଛପଟେ ମୁଁ ବି ଦେଖୁଛି ଏଇ ପଛପଟେ ଚାଲିଛି ଜୁଇ ତ ଏଇଠି ଜୁଇ ସଜା ବି ଚାଲିଛି ଲୋକମାନଙ୍କ ପୁରା ସହାୟତା ଆମ ଗାଁର ପୁରା ସହାୟତା ଇଏ ପାଇଁ ଭଲ ଜୁଇରେ ନିଆଁ ଲଗେଇବା ପାଇଁ ଏଇଟା ତିଆରି ଚାଲିଛି ଜୁଣ ଆମର ତ ନଡିଆ ପତ୍ର ଅଛି ତ ଏଥିରେ ବି ବାନ୍ଧିକି ଏବେ ଜୁଇରେ ମାନେ ଯିଏ ନିଆଁ ଦେବେ ତାଙ୍କର ସେଇଟା ବାନ୍ଧା ଚାଲିଛି ନା ଦାଦୁ କିସ ଚାଲିଛି ଏଇ ଜାଣିପାରୁଥିଲେ ତ ଏଇଠି ତ ତାଙ୍କୁ ମାନେ କାଠ ଚିରିବା ପାଇଁ ସବୁ ଆସିଥିଲେ ତାଙ୍କର ସବୁ ଜିନିଷ ପତ୍ର ଲୁହାର ଜିନିଷ ପତ୍ର ଚିରିବା ପାଇଁ କାଠ ତ ଝଣ୍ଟୁଟା ତ ଲେଖୁଥିଲେ ତ କିସ ଲେଖୁଥିଲେ ତ ଏଇଠି ପଚାରି ନବା ଝଣ୍ଟୁଟା କିସ ଲେଖୁଥିଲେ ତମେ ଗଙ୍ଗାଷ୍ଟି ପାଇଁ ଆମେ ଦେଖୁଥିଲୁ କେତେ ଜଣ ଆସିଛନ୍ତି ଗଙ୍ଗାଷ୍ଟି କରିବା ପାଇଁ କି ଶବଦାହ କରିବା ପାଇଁ କି ତେଣୁ ଆମେ ଆସିଥିଲୁ 50 ପାଖାପାଖି ଲୋକ ହେବେ ଆଉ ମନ୍ମଥ ମଣ୍ଡଳଙ୍କର ଦେହାନ୍ତ ହେଇଛି ତେଣୁ ଆମେ ଆସିଥିଲୁ ଆଉ ଶବଦାହ ପାଇଁ ସମସ୍ତେ ଆସିଛୁ ଆଉ ଶବଦାହ କରିକି ଯିବୁ ଗାଧି ପାଧିକି ଯିବୁ ଆଉ ତ ଯାହା ଜାଣିଛି ତ ଗାଁରେ ଯାହା ହେଲେ ସମସ୍ତେ ସାଥ ଦିଅନ୍ତି ଗାଁରେ ଏମିତି କି ଆମର ଭାଇଚାରାଟା ରୁହେ ତେଣୁ ଆମେ ସମସ୍ତେ ସମସ୍ତଙ୍କୁ ଯାହା ଯେତେବେଳେ ମୁତା କର୍ମ ଆସେ କି କୌଣସି ବିପଦ ଆପଦ ପଡେ ସମସ୍ତେ ସମସ୍ତଙ୍କୁ ହେଲ୍ପ କରୁ ଆଉ ତ ଜାଣିଲେ ତ ଆମ ଲୋକମାନେ ପୁରା ବହୁତ ହେଲ୍ପଫୁଲ ଗାଁ ଟାଇପ ର କେହି ହେଇପାରିବନି ଏମିତି ସବୁ ଗାଁ ସହରରେ ତ ମୁହଁକୁ ମୁହଁ ଜାଣିପାରନ୍ତିନି ଯେ କିସ ଚାଲିଛି ଏଇଟା
ଶବଦାହ ପାଇଁ ଯେମିତି ପରମ୍ପରା ଯେ ଗାଁରେ ଯେମିତି ପରମ୍ପରା ସେମିତି ପରମ୍ପରା ଅନୁସାରେ ଇଏ କରିବେ। ତ ଶାନ୍ତି ଯିଏ ସେ ଆଗେ ତାକୁ ସ୍ନାନ କରିବେ ପ୍ରାୟ ଯେ ଇଏ ଶବଦାହ ମାନେ ଅଗ୍ନିକର୍ତ୍ତା ସେ ଆଗେ ଘିଅ ଲଗେଇ ଆଗେ ସ୍ନାନ କରିବ। ତା ସ୍ନାନ ସରିଲା ପରେ ତ ପରମ୍ପରା ଅନୁସାରେ ତାଙ୍କ କାମ କାର୍ଯ୍ୟ ମାନେ ସେଠି ଗଧେଇ ସାରିଲା ପରେ ଏଠି ମଶାଣିରେ ତାଙ୍କୁ ଶୁଆଯାଉଛି। ଶୁଆ ସରିଲା ପରେ ତାଙ୍କୁ ଉପରେ କାଠ ଚାପି ଦିଆଯିବ ଆଉ ଏଠି ଆମ ଗାଁରେ ପରମ୍ପରା ଯାହା ଯେମିତି ସେମିତି ହିସାବ ଚାଲିଛି ଆଉ। ତ ଦେଖିବା ଆମ ଦାଦୁଙ୍କୁ ବେଞ୍ଚ ଶୋଇ ଦିଆଯାଉଛି। ତ ପାଖରେ ସମୁଦ୍ର ଲୋକମାନେ କାଟି ଚାପିଦେବେ। ଲୋକମାନେ ଫୁଲ ଅଛନ୍ତି 50-60 ଜଣ ହେଇଯିବ ଲୋକମାନେ ଅଛନ୍ତି। ଦରିଆ ପୁରା ପାଖରେ କଣ ହଉଛି ପାଣି ଫୁଟିକା ପଡି କେନେ ନା ଆଜି ଆମେ ଅଛି କାଲିକି ଥିବାନି। ତ ସେଇପରି ତ ଯେତେ ଯେ ରାଗ ଅହଙ୍କାର ସବୁ ଏଇ ମାନେ ଜୁଇରେ ମିଶିଯିବ। ଯେତେ ଯେ ଧନୀ ମାନେ ଯେତେ ଧନୀ ହଉ ଏତେ ମୁଁ କରିଦେଇଛି ସେଟା କରିଦେଇଛି କାହା କିଛି ମୂଲ୍ୟ ନଥାଏ। ଏଇ ଦିନେ ନା ଦିନେ ଏଇ ଜାଗାକୁ ଆସିବା ପାଇଁ ପଡିବ ଆମକୁ। ଏଇ ଜାଗା ପାଇଁ ଆସିବା ପାଇଁ ପଡିବ। ଏଇଠି ଆମ ଜୁଇ ବି ଜଳା ହବ। ତ କିଛି ଲାଭ ନାହିଁ। ଆମ ଲାଇଫ ର ମୂଲ୍ୟ କିଛି ନାହିଁ। ଯାହାବି ଯେତେ ଦିନ ବଞ୍ଚୁଛ ଭଲରେ ବଞ୍ଚ ଆଉ ଏଞ୍ଜୟ କର। କିଛି ମୁହୂର୍ତ୍ତରେ କଣ ବି କିଛି ହେଇଯିବ ଆପଣ ବି ଜାଣିତେ ପାରବେନି। ତ ଜୟ ଜଗନ୍ନାଥ ରହୁଛୁ। ମୋ ଦାଦୁଙ୍କୁ ଅଗ୍ନି ଦିଆଯାଇଛି। ତ କାଠ ବି ନିଆଁ ଲାଗିଯାଇଛି। ସମସ୍ତେ ବି ଅଛନ୍ତି। ତ ଏମିତି ସମୟ ଦେଖିପାରୁଛନ୍ତି ଏତେ ରାଗ ଅହଙ୍କାର କିଛି ଲାଭ ନାହିଁ। କିଛି ଲାଭ ନାହିଁ। ରହୁଛୁ ଆଜିକା ପାଇଁ ମୁଁ ରହୁଛି। ତ ପୁଣି ଦେଖାହବ ଆଉ ଗୋଟେ ବ୍ଲଗରେ। ବାଏ ବାଏ।